ସମସ୍ତଙ୍କୁ ସ୍ୱାଗତ। ଜୟ ଶ୍ରୀରାମ। ଆଜି ଆମେ ପୁଣି ଥରେ ଗୋସ୍ୱାମୀ ତୁଳସୀଦାସଙ୍କର ସେ ଅମର କୃତି ଶ୍ରୀରାମଚରିତମାନସ ଭିତରକୁ ଯିବା ଆଉ ବାଲକାଣ୍ଡର ଗୋଟେ ବହୁତ କେମିତି କହିବି ମର୍ମସ୍ପର୍ଶୀ ପ୍ରସଙ୍ଗ ଉପରେ କଥା ହେବା। ହଁ, ଏଟା ସେଇ ସମୟର କଥା ଯେତେବେଳେ ଦେବର୍ଷି ନାରଦ ମାତା ପାର୍ବତୀଙ୍କର ଭବିଷ୍ୟତ କହିସାରି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି। କିନ୍ତୁ ତାପରେ ଯାହା ହେଉଛି ମାନେ ପାର୍ବତୀଙ୍କର ମା ରାଣୀ ମୟନା ସେ ନିଜ ସ୍ୱାମୀ ହିମାଳୟଙ୍କ ଆଗରେ ନିଜ ମନର କଥା ଆଶଙ୍କା ଗୋଟେ ମାର ଯୋଉ ଚିନ୍ତା ଥାଏ ସେଇଟା କହୁଛନ୍ତି। ବାସ୍ତବିକ ମାନେ ଏମିତି ଗୋଟେ ଜାଗା ଯୋଉଠି ଗୋଟେ ପଟେ ଦିବ୍ୟ ଭବିଷ୍ୟବାଣୀ ଆଉ ଅନ୍ୟପଟେ ମଣିଷର ବିଶେଷ କରି ଜଣେ ମାର ସେଇ ଯୋଉ ସ୍ନେହଭରା ବ୍ୟାକୁଳତା ତା ଭିତରେ ଗୋଟେ ସୂକ୍ଷ୍ମ ଦ୍ୱନ୍ଦ୍ୱ ଦେଖିବାକୁ ମିଳୁଛି। ହଁ ସେଇଟା ହିଁ। ଏହାର ଗଭୀରତାକୁ ପୂରାପୂରି ଅନୁଭବ କରିବା ପାଇଁ ଆମ ଶ୍ରୋତାମାନଙ୍କ ଅନୁରୋଧ ଶେଷ ଯାଏ ଆମ ସାଙ୍ଗରେ ରୁହନ୍ତୁ। ଆଉ ହଁ, ଯଦି ଏମିତି ଆଧ୍ୟାତ୍ମିକ ଚର୍ଚ୍ଚା ଜ୍ଞାନ କଥା ଭଲ ଲାଗୁଛି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେଲେ ଆଗକୁ ଯାହା ଆଲୋଚନା ହେବ ସେସବୁ ସହଜରେ ମିଳିଯିବ। ନିଶ୍ଚୟ ଆମକୁ ବି ଭଲ ଲାଗିବ। ତେବେ ଆଗରୁ ଆମେ ଶୁଣିଥିଲେ ଯେ ନାରଦମୁନି କେମିତି ପାର୍ବତୀଙ୍କ ପାଇଁ ଜଣେ ଅସାଧାରଣ ଯୋଗୀ ବର ବିଷୟରେ କହିଥିଲେ, ଯାହା ଶୁଣି ହିମାଳୟ ଆଉ ମୈନାଙ୍କ ମନରେ ଟିକେ ଚିନ୍ତା ବି ଆସିଥିଲା। ତାପରେ କ'ଣ ହେଲା, ନାରଦ କ'ଣ କଲେ? ଆସନ୍ତୁ ସେଇ କ୍ରମରେ ଯିବା ଆଉ ବାଲକାଣ୍ଡର 70 ନମ୍ବର ଦୋହାଟିକୁ ଦେଖିବା। ମୁଁ ପଢ଼ୁଛି, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଅସ୍ କହି ନାରଦ ସୁମିରି ହରି गिरिजहि दिनहि असीस होइहि यह कल्याण अब संशय तजहु गिरीश। 70। ବହୁତ ସୁନ୍ଦର। ଏହାର ମାନେ ହେଲା ଏମିତି କହି ମାନେ ପାର୍ବତୀଙ୍କ ଭବିଷ୍ୟତ ଓ ତାଙ୍କର ହେବାକୁ ଥିବା ସ୍ୱାମୀଙ୍କ ବିଷୟରେ କହିସାରି ନାରଦମୁନି ଆଗ ଭଗବାନ ହରିଙ୍କୁ ମନେ ପକେଇଲେ, ବିଷ୍ଣୁଙ୍କୁ। ତାପରେ ଯାଇ ସେ ଗିରିଜା ମାନେ ପାର୍ବତୀଙ୍କୁ ଆଶୀର୍ବାଦ ଦେଲେ। ଆଉ ତାପରେ ସେ ଗିରୀଶ ମାନେ ପର୍ବତରାଜ ହିମାଳୟଙ୍କୁ ଚାହିଁ କହିଲେ, ହଉ ଏବେ କଲ୍ୟାଣ ତ ନିଶ୍ଚୟ ହେବ, ଆପଣ ଆଉ ମନରେ କିଛି ସନ୍ଦେହ ରଖନ୍ତୁନି। ଏଇ ଦୋହାଟି ହେଉଛି 70। ମୋ ମନରେ ଗୋଟେ କଥା ଆସୁଛି, ନାରଦ ଯେତେବେଳେ ଏତେ ଦୃଢ଼ ଭାବରେ କହିଲେନି ହୋଇହି ୟହ କଲ୍ୟାଣ ଅବ ମାନେ କଲ୍ୟାଣ ନିଶ୍ଚିତ, ତାପରେ ପୁଣି ସଂଶୟ ତଜହୋ ଗିରୀଶ ଏମିତି କହିବାର କ'ଣ ଦରକାର ଥିଲା? ସେ କ'ଣ ବୁଝିପାରୁଥିଲେ ଯେ ହିମାଳୟଙ୍କ ମନ ଭିତରେ କିଛି ଦ୍ୱନ୍ଦ୍ୱ ରହିଯାଇଛି? ଆପଣ ବହୁତ ଭଲ କଥାଟି ଧରିଛନ୍ତି। ଦେଖନ୍ତୁ, ଏଥିରେ ଦୁଇଟା କଥା ଅଛି। ଗୋଟେ ହେଲା ନାରଦ ଆଶୀର୍ବାଦ ଦେବା ଆଗରୁ ହରିଙ୍କୁ ସ୍ମରଣ କରିବା। ଏଇଟା ଦେଖାଉଛି ଯେ ଏଇଟା ଖାଲି ନାରଦଙ୍କ କଥା ନୁହେଁ, ଏହା ପଛରେ ସ୍ୱୟଂ ଭଗବାନଙ୍କର ଇଚ୍ଛା ଅଛି। ଏହା ଦିବ୍ୟତାକୁ ଆହୁରି ଦୃଢ଼ କରୁଛି। ଆଚ୍ଛା। ଆଉ ଦ୍ୱିତୀୟରେ ସଂଶୟ ତଜହୁ କହିବା ଦ୍ୱାରା ନାରଦ ସ୍ପଷ୍ଟ କରୁଛନ୍ତି ଯେ ସେ ହିମାଳୟଙ୍କ ମନ କଥା ଜାଣିପାରିଛନ୍ତି। ଆଗରୁ ଯେଉଁଭଳି ବରଙ୍କ କଥା ସେ କହିଥିଲେ, ଯୋଗୀ ଭସ୍ମ ଲଗାଇଥିବେ, ତାହା ଶୁଣି ଜଣେ ବାପା ମନରେ ତ ସନ୍ଦେହ ଆସିବ ନା, ସ୍ୱାଭାବିକ କଥା। ହଁ, ସେଇଟା ତ ହେବ। ତେଣୁ ନାରଦ ସିଧା ସେହି ସନ୍ଦେହକୁ ହିଁ ସମ୍ବୋଧନ କରୁଛନ୍ତି, ତାକୁ ଦୂର କରିବାକୁ ଭରସା ଦେଉଛନ୍ତି। ଏଇଟା ତାଙ୍କର ଅନ୍ତର୍ଦୃଷ୍ଟି ଆଉ କରୁଣା ବି ଦେଖାଉଛି। ଓହୋ, ମାନେ ଏହା ଖାଲି ଆଶୀର୍ବାଦ ନୁହେଁ, ଗୋଟେ ପ୍ରକାର ମନସ୍ତାତ୍ତ୍ୱିକ ସାନ୍ତ୍ୱନା ବି। ହେଲେ କଥା କ'ଣ ସତରେ ସେତିକିରେ ସରିଗଲା? ନାରଦଙ୍କ ଭଳି ମୁନି କହିଲେ ସତ, କିନ୍ତୁ ଜଣେ ମାଆର ମନ କ'ଣ ସେବେ ସହଜରେ ମାନିଯାଏ? ମାତା ମୈନା କ'ଣ କଲେ? ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଲେ। ଏଇଠୁ ହିଁ କାହାଣୀଟା ଗୋଟେ ବହୁତ ମାନବୀୟ ଆଉ ରୋଚକ ମୋଡ଼ ନେଉଛି। ନାରଦ ତ ଆଶୀର୍ବାଦ ଦେଇ ଚାଲିଗଲେ ବ୍ରହ୍ମଲୋକ, କିନ୍ତୁ ମୈନାଙ୍କ ମନରୁ ସେ ଚିନ୍ତା ଗଲାନି। ଆସନ୍ତୁ ଆଗ ଚଉପାଇରେ ଦେଖିବା କ'ଣ ହେଲା। ହଁ, ମୁଁ ପଢ଼ୁଛି ଆଗ ଚଉପାଇଗୁଡ଼ିକ। କହିଅସ ବ୍ରହ୍ମ ଭବନ ମୁନି ଗୟୋ ଆଗିଲ ଚରିତ ସୁନହୁ ଯଶ ଭୟୋ ପତିହି ଏକାନ୍ତ ପାଇ କହ ମୈନା ନାଥ ନ ମେହ ସମୁଝେ ମୁନି ବୈନା ଯୋं ଘରୁ ବରୁ କୁଲୁ ହୋଇ ଅନୂପା କରିୟ ବିବାହୁ ସୁତା ଅନୁରୂପା न त कन्या बरु रहौ कुआरी कंत उमा मम पाण पियारी। ଦେଖନ୍ତୁ, ଏ ପଦଗୁଡ଼ିକର ଭାଷା କେତେ ସରଳ କିନ୍ତୁ ଭାବ କେତେ ଗଭୀର। ତୁଳସୀଦାସ କହୁଛନ୍ତି, ଏମିତି କହି ଆଶୀର୍ବାଦ ଦେଇ ନାରଦମୁନି ଚାଲିଗଲେ ବ୍ରହ୍ମଲୋକକୁ। ଆଗକୁ ଯାହା ହେଲା ଶୁଣନ୍ତୁ। ଯେତେବେଳେ ହିମାଳୟ ଏକୁଟିଆ ଥିଲେ, ସେହି ସମୟରେ ମୈନା ତାଙ୍କ ପାଖକୁ ଗଲେ। କହିଲେ, ହେ ନାଥ, ମୁଁ ସେ ମୁନିଙ୍କ କଥାଗୁଡ଼ାକ ମୁନି ବୈନା କିଛି ଠିକ୍ ସେ ବୁଝିପାରିଲିନି। ସେ ଆହୁରି ସ୍ପଷ୍ଟ କଲେ, ଯଦି ଯୋଉ ବର କଥା କୁହାଯାଉଛି ତାଙ୍କ ଘରୁ ମାନେ ଖାଲି ଘର ନୁହେଁ, ସମ୍ପତ୍ତି, ପ୍ରତିଷ୍ଠା, ପରିବେଶ ସବୁ। ନିଜେ ବରୁମାନେ ତାଙ୍କ ଗୁଣ, ରୂପ, ସ୍ୱଭାବ, ଯୋଗ୍ୟତା ଆଉ ତାଙ୍କ
କୁଳୁ ମାନେ ବଂଶ ମର୍ଯ୍ୟାଦା ଯଦି ଅନୁପମ ମାନେ ଏକଦମ ଶ୍ରେଷ୍ଠ ହେଇଥିବ ହଁ ମାନେ ଅତୁଳନୀୟ। ହଁ ଅତୁଳନୀୟ ତେବେ ଯାଇ ଆମ ଝିଅ ପାଇଁ ତା ଅନୁସାରେ ବିବାହ କରାଯାଉ ନହେଲେ ଆମ ଝିଅ ବରଂ ଅବିବାହିତା ରହିଯାଉ ପଛେ କାରଣ ହେ ସ୍ୱାମୀ କନ୍ତ ମାନେ ସ୍ୱାମୀ ମୋ ଉମା ବା ପାର୍ବତୀ ମୋତେ ନିଜ ଜୀବନଠୁ କି ବେଶୀ ପ୍ରିୟ। ଏହା ଶୁଣିଲେ ଲାଗୁଛି ସତେ ଯେମିତି ଆମେ କୋଉ ଦେବଲୋକର କଥା ନୁହେଁ ଆମରି ପାଖାଆଖ ପରିବାରର କଥା ଶୁଣୁଛେ। ନାରଦଙ୍କ ଭଳି ମୁନି କହିସାରିବା ପରେ ବି ମଇନାଙ୍କର ଏ ଯୋଉ ଚିନ୍ତା କେତେ ବାସ୍ତବ। ସେ ଯୋଉ ଘର ବର କୂଳ କଥା କହୁଛନ୍ତି ଏଟା ତ ଆଜି ବି ଆମେ ଦେଖୁଛେ ଝିଅ ବାହାଘର ବେଳେ। ଏକଦମ ଏକଦମ। ତେବେ କଣ ଏଇଟା ଦେଖାଉଛି ଯେ ଦିବ୍ୟ କଥା ସାମ୍ନାରେ ବି ମଣିଷର ବ୍ୟବହାରିକ ଚିନ୍ତା ନିଜ ଜାଗାରେ ରହିଥାଏ? ଆପଣ ପୁରା ଠିକ୍ କଥା କହିଲେ। ମଇନାଙ୍କର ଏଇ ଯୁକ୍ତି ପୂରାପୂରି ସଂସାରିକ ବ୍ୟବହାରିକ। ସେ ଜଣେ ମା ନିଜ ଝିଅର ଭଲ ଭବିଷ୍ୟତ ପାଇଁ ଚିନ୍ତିତ। ନାରଦ ଯେଉଁ ବର କଥା କହିଥିଲେ ଯୋଗୀ ଦିଗମ୍ବର ସାପମାଳା ପିନ୍ଧିଥିବେ ସେ ମଇନାଙ୍କର ଏଇ ତିନିଟା ମାପଦଣ୍ଡ ମାନେ ଭଲ ଘର ସୁନ୍ଦର ଗୁଣୀ ବର ଆଉ ନାମୀ କୂଳ ଏ ଭିତରେ ତ କୋଉଠି ଫିଟ୍ ହଉନାହାନ୍ତି। ହଁ ସେଇଟା ହିଁ ତ ମୂଳ କଥା। ଏଇଟା ହିଁ ତାଙ୍କ ଦ୍ୱନ୍ଦ୍ୱ ଆଉ ଭୟର କାରଣ। ଆଉ ସେ ଯୋଉ କହିଲେ ନତକନ୍ୟା ବରୁ ରହୁ କୁଆଁରୀ ଏଇଟା ତାଙ୍କର କଠୋରତା ନୁହେଁ ଏଇଟା ହେଉଛି ତାଙ୍କ ଝିଅ ପାଇଁ ଥିବା ଅସୀମ ସ୍ନେହ। ସେ କୌଣସି ବି ପରିସ୍ଥିତିରେ ନିଜ ଜୀବନଠୁ ବଳି ଝିଅକୁ ଦୁଃଖରେ ଦେଖିବାକୁ ଚାହୁଁନାହାନ୍ତି। ଉମା ମମ ପ୍ରାଣ ପିଆରେ ଏଇ ଗୋଟିଏ ପଦରେ ପୁରା ମାତୃହୃଦୟର ଯାବତୀୟ ବେଦନା ମମତା ସୁରକ୍ଷା ଭାବନା ସବୁ ଅଛି। ବାସ୍ତବିକ ବହୁତ ହୃଦୟସ୍ପର୍ଶୀ କଥା। ହେଲେ ମଇନା କଣ ଏତିକି କହି ଚୁପ୍ ରହିଲେ ନା ଆହୁରି କିଛି କହିଲେ ନିଜ କଥାକୁ ଆହୁରି ଦୃଢ଼ କଲେ? ସେ ଆହୁରି ଆଗକୁ ଗଲେ ଏମିତିକି ଗୋଟେ ପ୍ରକାର ପରୋକ୍ଷରେ ଚେତେଇ ବି ଦଉଛନ୍ତି। ଆସନ୍ତୁ ତାପରେ ଚୌପାଇଟା ଶୁଣିବା ସେଥିରେ ତାଙ୍କ କଥା ଆହୁରି ସ୍ପଷ୍ଟ ହୋଇଯିବ। ହଁ ତୃତୀୟ ଚୌପାଇଟି ହେଲା ଯୌନ ମିଲେ ହିଁ ବରୁ ଗିରି ଯେହି ଯୋଗୁ ଗିରିଜଡ଼ ସହଜ କହେହି ସବୁ ଲୋଗୁ ସୋଇ ବିଚାରି ପତି କରେହୁ ବିବାହୁ ଯେହିନ୍ ନ ବହୁରି ହୋଇ ଉରଦାହୁ। ଏଥି ମଇନା ଆହୁରି ଖୋଲାଖୋଲି କହୁଛନ୍ତି ନିଜର ଭୟ କଥା। କହୁଛନ୍ତି ଯଦି ଆମ ଗିରିଜା ପାଇଁ ତା ଯୋଗ୍ୟ ବରଟିଏ ନ ମିଳେ ତାହେଲେ ସବୁ ଲୋକେ ଭାରି ସହଜରେ ଆପଣଙ୍କୁ ଗିରିଜଡ଼ ବୋଲି କହିବେ। ଏଠି ଦେଖନ୍ତୁ ଗିରି ମାନେ ପର୍ବତ ଆଉ ଜଡ଼ର ଦିଟା ମାନେ ଅଛି। ଗୋଟେ ହେଲା ନିର୍ଜୀବ ସ୍ଥାଣୁ ଯାହା ପର୍ବତର ସ୍ୱଭାବ ଆଉ ଗୋଟେ ହେଲା ବୁଦ୍ଧିହୀନ ମୂର୍ଖ। ତ ଲୋକେ ହସିବେ କହିବେ ପର୍ବତ ରାଜା ଖାଲି ନାଁକୁ ରାଜା କିନ୍ତୁ ବୁଦ୍ଧି ନାହିଁ ଏତେ ସୁନ୍ଦର ଗୁଣୀ ଝିଅ ପାଇଁ ଭଲ ବରଟିଏ ବି ଠିକ୍ କରିପାରିଲାନି। ଓହୋ ସାମାଜିକ ନିନ୍ଦାର ଭୟ। ହଁ ତେଣୁ ସେ ତାଙ୍କ ସ୍ୱାମୀ ହିମାଳୟଙ୍କୁ ଅନୁରୋଧ ବି କରୁଛନ୍ତି ଆଉ ଟିକେ ସତର୍କ ବି କରାଉଛନ୍ତି ସେଇ କଥାଟାକୁ ମାନେ ଲୋକେ କ'ଣ କହିବେ ଭଲକି ଭାବିଚିନ୍ତି ବିବାହ ଠିକ୍ କରନ୍ତୁ ଯେମିତି ପରେ ଆମକୁ ପସ୍ତେଇବାକୁ ନ ପଡ଼ୁ ଆମ ମନରେ କଷ୍ଟ ଉର୍ଦାହୁ ନ ହେଉ। ବାପରେ କଥାଟା ଏବେ ଆହୁରି ଗମ୍ଭୀର ହେଇଗଲା। ମଇନା ଏଠି ଖାଲି ଝିଅର ସୁଖ କଥା କହୁନାହାନ୍ତି ଏବେ ନିଜ ପରିବାରର ସମ୍ମାନ ଲୋକେ କ'ଣ କହିବେ ଏଇ ଭୟଟା ବି ଯୋଡ଼ିଦେଲେ। କହି ହି ସବ୍ ଲୋଗୁ ଏଇ ଯୋଉ ଚିନ୍ତା ଏଇଟା ଦେଖଉଛି ସେତେବେଳେ ସାମାଜିକ ମାନମର୍ଯ୍ୟାଦା କେତେ ବଡ଼ କଥା ଥିଲା। ନିଶ୍ଚୟ ଗୋଟେ ଶିକ୍ଷା ବୋଧେ ଏଇଠୁ ଏଇଆ ମିଳୁଛି ଯେ ସମାଜର ପ୍ରତିଷ୍ଠା ଆଉ ଲୋକନିନ୍ଦାର ଚାପ ଏତେ ବେଶୀ ଯେ ତାହା ଦିବ୍ୟ ଆଶ୍ୱାସନାକୁ ବି କିଛି ସମୟ ପାଇଁ ହେଲେ ବି ପ୍ରଶ୍ନ ଭିତରକୁ ଟାଣି ଆଣିପାରେ। ଆପଣ ଏକଦମ ସଠିକ୍ ଭାବରେ ଏହାର ଗଭୀରତାକୁ ଧରିଛନ୍ତି। ଏଇଟା ତ ସବୁବେଳେ ସବୁ ଯୁଗରେ ସତ। ଝିଅ ବାହାଘର ବେଳେ ବାପା ମାଙ୍କ ଉପରେ ସବୁବେଳେ ଏକ ପ୍ରକାର ସାମାଜିକ ଚାପ ରହିଥାଏ। ନିଜ ମାନସମ୍ମାନର କଥା ଆସିଯାଏ। ଆଉ ଏଠି ଗିରିଜୋଡ଼ ଶବ୍ଦର ଯୋଉ ପ୍ରୟୋଗ ସେଇଟା ବହୁତ ଚମତ୍କାର। ପର୍ବତ ତ ସ୍ୱଭାବରୁ ଜଳ କିନ୍ତୁ ମଇନା ସେହି ଶବ୍ଦକୁ ଗୋଟେ ଅଲଗା ବ୍ୟଙ୍ଗ ଅର୍ଥରେ ବ୍ୟବହାର କରି ହିମାଳୟଙ୍କୁ ସତର୍କ କରୁଛନ୍ତି। ହଁ ବୁଝିଲି। ଏଇଟା ଦେଖାଉଛି ଯେ ମଣିଷ ମନ କେମିତି ଦିବ୍ୟ ଆଶ୍ୱାସନା ପାଇଲେ ବି ସାମାଜିକ ବାସ୍ତବତା ଆଉ ଲୋକ କ'ଣ କହିବେ ସେ ଭୟରୁ ଏତେ ସହଜରେ ମୁକୁଡ଼ି ପାରେ ନାହିଁ। ଏଇଟା ହିଁ ତ ମଣିଷ ଜୀବନର ଗୋଟେ ଜଟିଳତା। ବାସ୍ତବିକ ବହୁତ ଜଟିଳ ଆଉ ଏକଦମ ସତ ଚିତ୍ରଣ। ଆଚ୍ଛା ତାହେଲେ ମାତା ମଇନାଙ୍କର ଏତେ ସ୍ପଷ୍ଟ କଥା ଏତେ ଆଶଙ୍କା ଆଉ ଗୋଟେ ହିସାବରେ ସତର୍କବାଣୀ ଶୁଣିବା ପରେ ଶାନ୍ତ ସ୍ୱଭାବର ପର୍ବତରାଜ ହିମାଳୟ କ'ଣ କଲେ ତାଙ୍କ ପ୍ରତିକ୍ରିୟା କ'ଣ ଥିଲା? ସେ କ'ଣ ନିଜ ସ୍ତ୍ରୀଙ୍କ କଥାରେ ପ୍ରଭାବିତ ହେଲେ? ତାଙ୍କ ମନରେ ବି ଦ୍ୱନ୍ଦ୍ୱ ଆସିଲା? ନା ଏଇଠି ହିଁ ହିମାଳୟଙ୍କ ଚରିତ୍ରର ମହାନତା ଦେଖିବାକୁ ମିଳେ। ତାଙ୍କର ସ୍ଥିରତା ଆଉ ନାରଦ ମୁନିଙ୍କ କଥା ଉପରେ ତାଙ୍କର ଅଟଳ ବିଶ୍ୱାସ। ଆସନ୍ତୁ ଚତୁର୍ଥ ଚୌପାଇଟା ଶୁଣିବା ସେଥିରେ ହିମାଳୟଙ୍କର ଜବାବ ଅଛି। ହଁ ଚତୁର୍ଥ ଚୌପାଇଟି ହେଲା ଅସ କହଇ ପରିଚରଣ ଧରି ସୀସା ବୋଲେ ସହିତ ସନେହା ଗିରିସା
ବରୁ ପବକ ପ୍ରଗଟଇ ଶଶି ମାହିଁ ନାରଦ ବଚନୁ ଅନ୍ୟଥା ନାହିଁ। ଏହାର ଅର୍ଥ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ। ମଇନା ଯେତେବେଳେ ଏମିତି କହି ଚୁପ୍ ହେଲେ ଅସ କହଇ, ସେତେବେଳେ ଗିରୀଶ ମାନେ ହିମାଳୟ ବହୁତ ସ୍ନେହ ଆଉ ଆଦରରେ ସହିତ ସ୍ନେହ କ'ଣ କଲେ ଜାଣନ୍ତି? ସେ ନିଜ ସ୍ତ୍ରୀ ମଇନାଙ୍କ ପାଦ ଛୁଇଁଲେ ପରିଚରଣ, ଆଉ ନିଜ ମୁଣ୍ଡ ନୁଆଇଲେ ଧରି ସିସା। ତାପରେ ସେ କହିଲେ, ଏକ ମିନିଟ୍, ମୁଁ ଠିକ୍ ଶୁଣିଲି ତ? ରାଜା ହୋଇ ସ୍ୱାମୀ ହୋଇ ନିଜ ସ୍ତ୍ରୀଙ୍କ ପାଦ ଛୁଇଁବା ଆଉ ମୁଣ୍ଡ ନୁଆଇଁବା, ଏଇଟା ତ ଭାରି ଅସାଧାରଣ କଥା। ଏଥିରୁ ହିମାଳୟଙ୍କ ବିଷୟରେ କ'ଣ ଜଣାପଡ଼ୁଛି? ଏଇଟା ହିଁ ତ ହିମାଳୟଙ୍କ ମହାନତା। ତାଙ୍କର ନମ୍ରତା ଆଉ ନିଜ ସ୍ତ୍ରୀଙ୍କ ଭାବନାକୁ ସେ କେତେ ଗଭୀର ସମ୍ମାନ ଦେଉଛନ୍ତି ସେଇଟା ଦେଖାଉଛି। ସେ ମହିନାଙ୍କ କଥାକୁ କାଟୁନାହାନ୍ତି କି ତାଙ୍କ ଚିନ୍ତାକୁ ହାଲକା ଭାବେ ନେଉନାହାନ୍ତି। ସେ ବୁଝିପାରୁଛନ୍ତି ଯେ ମହିନା ଯାହା କହୁଛନ୍ତି ସେଇଟା ତାଙ୍କ ମାତୃ ହୃଦୟର କଥା। ହଁ, ବ୍ୟାକୁଳତା। ହଁ, ତେଣୁ ସେ ଆଗ ପୁରା ସମ୍ମାନ ଦେଉଛନ୍ତି। ଏଟା ସ୍ୱାମୀ ସ୍ତ୍ରୀ ଭିତରେ କେମିତି ସମ୍ମାନର ସମ୍ପର୍କ ରହିବା କଥା ତାର ଗୋଟେ ବଢ଼ିଆ ଉଦାହରଣ। କିନ୍ତୁ ଏହି ସମ୍ମାନ ଦେଖାଇ ସାରି ସେ ନିଜର ଦୃଢ଼ ମତଟାକୁ ବି ପୁରା ସ୍ପଷ୍ଟ କରି ଦେଉଛନ୍ତି। ଆଚ୍ଛା, କ'ଣ କହିଲେ ସେ? ସେ କହିଲେ, ବରଂ ଚନ୍ଦ୍ର ଭିତରୁ ନିଆଁ ବାହାରି ପଡ଼ୁ ପଛେ, ବରୁ ପାବକ ପ୍ରଗଟଇ ଶଶୀ ମାରିଂ, ଯାହାକି ପୁରା ଅସମ୍ଭବ, ପ୍ରକୃତି ବିରୁଦ୍ଧ, କିନ୍ତୁ ନାରଦ ମୁନିଙ୍କ କଥା କେବେ ହେଲେ ମିଛ ହେବନି କି ଅନ୍ୟଥା ହେବନି। ବାଃ, କି ଅଦ୍ଭୁତ ବିଶ୍ୱାସ! ଆଉ କେତେ ସୁନ୍ଦର ଭାବରେ ସେ କଥାଟା ରଖିଲେ। ଗୋଟେ ପଟେ ସ୍ତ୍ରୀଙ୍କ ଭାବନାକୁ ପୁରା ସମ୍ମାନ, ତାଙ୍କ ଭୟକୁ ଗୁରୁତ୍ୱ ଦେବା, ଆଉ ଅନ୍ୟପଟେ ସାଧୁ ବାକ୍ୟ ଆଉ ଦିବ୍ୟ ସଙ୍କେତ ଉପରେ ଏତେ ଅଟଳ, ଏତେ ଦୃଢ଼ ବିଶ୍ୱାସ। ଜଣେ ଲୋକ ଏକା ସାଙ୍ଗରେ ଏତେ ସମ୍ବେଦନଶୀଳ ଆଉ ଏତେ ଦୃଢ଼ କେମିତି ହୋଇପାରେ? ଏଇଟା ହିଁ ହିମାଳୟଙ୍କ ଚରିତ୍ରର ଖାସିୟତ। ପାବକ ପ୍ରଗଟଇ ଶଶୀ ମାହିଂ, ଏଇ ଯୋଉ ରୂପକ ଅଳଙ୍କାର, ଏଟା ବହୁତ ଶକ୍ତିଶାଳୀ। ଚନ୍ଦ୍ରରୁ ତ କାମ ହେଲା ଶୀତଳତା ଦେବା, ସେଥିରୁ ନିଆଁ ବାହାରିବା ଯେମିତି ଅସମ୍ଭବ କଳ୍ପନା। ହଁ, ନାରଦଙ୍କ କଥା ମିଛ ହେବାଟା ବି ହିମାଳୟଙ୍କ ପାଇଁ ସେମିତି ହିଁ ଅସମ୍ଭବ। ଏଥିରୁ ନାରଦଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଆଉ ଈଶ୍ୱରଙ୍କ ବ୍ୟବସ୍ଥା ଉପରେ ତାଙ୍କର ଅଟଳ ଭରସା ଜଣାପଡ଼ୁଛି। ଏଠି ଆମେ ବିଶ୍ୱାସର ଶକ୍ତି ଦେଖୁଛେ, ଯାହା ଯୁକ୍ତି ଆଉ ସାଂସାରିକ ଭୟକୁ ବି ପାର କରିଯାଉଛି। ତାମାନେ ଏଠି ଆମକୁ ଦୁଇଟା ପୁରା ଅଲଗା ଦୃଷ୍ଟିକୋଣ ମିଳୁଛି। ଗୋଟେ ମୟନାଙ୍କର, ଯାହା ବ୍ୟବହାରିକ, ସ୍ନେହଭରା କିନ୍ତୁ ସନ୍ଦେହୀ, ଆଉ ଗୋଟେ ହିମାଳୟଙ୍କର, ଯାହା ଆଧ୍ୟାତ୍ମିକ ଆଉ ଅଟଳ ବିଶ୍ୱାସରେ ପୂର୍ଣ୍ଣ। ଦୁଇଟା ଯାକ ନିଜ ନିଜ ଜାଗାରେ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ନିଶ୍ଚୟ। ଏଠି ଯୋଉଟା ସବୁଠୁ ଭଲ ଲାଗୁଛି ସେଇଟା ହେଲା ଏହି ଦିଟା ଦୃଷ୍ଟିକୋଣର ସହାବସ୍ଥାନ। ମୟନାଙ୍କ ଚିନ୍ତା ତ ଅଯୌତିକ ନୁହେଁ, ଜଣେ ସ୍ନେହୀ ମାର ସତସତିକା ଭୟ। କିନ୍ତୁ ହିମାଳୟଙ୍କ ବିଶ୍ୱାସ ଆଉ ଗୋଟେ ଉପର ସ୍ତରର, ଯାହା ଦିବ୍ୟଜ୍ଞାନ, ସାଧୁଙ୍କ କଥା ଆଉ ଭଗବାନଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଏଇ ଦିଟା ଭିତରେ ଯୋଉ ଟଣାଉଟରା ଚାଲିଛି, ଆଉ ଶେଷରେ ହିମାଳୟଙ୍କ ଦୃଢ଼ ବିଶ୍ୱାସ ଭିତର ଦେଇ ଗୋଟେ ସମାଧାନର ଇସାରା ମିଳୁଛି, ଏଇଟା ହିଁ ଏ ପ୍ରସଙ୍ଗକୁ ଏତେ ଶିଖିବା ଭଳି ଆଉ ମଜାଦାର କରିଦେଇଛି। ବାସ୍ତବିକ ବହୁତ ସୁନ୍ଦର ଭାବରେ ଆମେ ଏହାର ବିଶ୍ଳେଷଣ କଲେ। ତେବେ ମୋଟାମୋଟି ଭାବରେ ଆଜି ଆମେ ଯାହା କଥା ହେଲେ, ସେଥିରୁ ମୁଖ୍ୟ କଥା କ'ଣ କ'ଣ ପାଇଲେ? ହଁ, ତ ଆମେ ଦେଖିଲେ ଆଗ ନାରଦମୁନି କେମିତି ହରିଙ୍କୁ ସ୍ମରଣ କରି ପାର୍ବତୀଙ୍କୁ କଲ୍ୟାଣ ହେବ ବୋଲି ଆଶୀର୍ବାଦ ଦେଲେ, ଆଉ ହିମାଳୟଙ୍କୁ କହିଲେ ମନରୁ ସବୁ ସନ୍ଦେହ କାଢ଼ି ଦିଅନ୍ତୁ। ଏଟା ଦିବ୍ୟ ସଂକଳ୍ପର ଦୃଢ଼ତା ଦେଖାଉଥିଲା। ତାପରେ ଠିକ୍ ତାର ଓଲଟା ଦିଗରେ ଆମେ ମାତା ମୟନାଙ୍କୁ ଦେଖିଲେ। ସେ ଏକୁଟିଆରେ ନିଜ ସ୍ୱାମୀଙ୍କ ପାଖରେ ଜଣେ ମାର ଗଭୀର ଚିନ୍ତା କହିଲେ। ଝିଅ ପାଇଁ ଘର, ବର, କୂଳ, ଏଇ ତିନୋଟା ବ୍ୟବହାରିକ କଥା ଉପରେ ଜୋର ଦେଲେ। ଏମିତିକି କହିଲେ, ଯଦି ଠିକ୍ ପାତ୍ର ନ ମିଳେ, ଝିଅ ବରଂ ଅବିବାହିତା ରହୁ। ଆଉ ସେଥିସହ ସମାଜ କ'ଣ କହିବ ସେ ଭୟ, ଗିରିଜଳ କହି ହିଁ ସବୁ ଲୋଗୁ, ଆଉ ପରେ ଯେମିତି ଅନୁତାପ କରିବାକୁ ନ ପଡ଼େ, ଉରଦାହୁ, ସେ କଥା କହି ହିମାଳୟଙ୍କୁ ସତର୍କ ବି କଲେ, ଯାହା ପୂରାପୂରି ସାଂସାରିକ ବାସ୍ତବତା। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହିମାଳୟଙ୍କ ପ୍ରତିକ୍ରିୟା। ସେ ପ୍ରଥମେ ଅପୂର୍ବ ସମ୍ମାନ ଦେଖେଇ ସ୍ତ୍ରୀଙ୍କ କଥା ଶୁଣିଲେ, ତାଙ୍କ ପାଦ ଛୁଇଁଲେ, କିନ୍ତୁ ଶେଷରେ ନାରଦ ମୁନିଙ୍କ କଥା ଉପରେ ନିଜର ସେଇ ଅଟଳ, ଅଖଣ୍ଡ ବିଶ୍ୱାସକୁ ଦୋହରାଇଲେ। ଏମିତିକି ଗୋଟେ ଅସମ୍ଭବ କଥା, ଚନ୍ଦ୍ରରେ ନିଆଁ, ସାଙ୍ଗରେ ତାକୁ ତୁଳନା କରି। ତେଣୁ ଏହାର ମୂଳ କଥା ବା ସନ୍ଦେଶ ଯଦି ଦେଖିବା, ତେବେ ଏହା ହେଉଛି ଗୋଟେ ପଟେ ଦିବ୍ୟ ନିୟତି ବା ଭଗବାନଙ୍କ ଇଚ୍ଛା, ଯାହା ନାରଦଙ୍କ କଥାରେ ଅଛି, ଆଉ ଅନ୍ୟପଟେ ମଣିଷ ସ୍ୱଭାବର ସତସତିକା ଚିନ୍ତା, ବିଶେଷ କରି ବାପା ମାଙ୍କର ସ୍ନେହ ଆଉ ଆଶଙ୍କା, ଯାହା ମଇନାଙ୍କଠାରେ ଦେଖାଯାଉଛି।
ଏ ଦୁହିଁଙ୍କ ଭିତରେ ଗୋଟେ ଚିରନ୍ତନ ଦ୍ୱନ୍ଦ୍ୱ। ହଁ ଆଉ ଏ ଦ୍ୱନ୍ଦ୍ୱର ସମାଧାନ କେବଳ ହିମାଳୟଙ୍କ ଭଳି ଦୃଢ଼ ଆଉ ଅଖଣ୍ଡ ବିଶ୍ୱାସ ଦ୍ୱାରା ହିଁ ସମ୍ଭବ ହୋଇପାରେ ବୋଧେ। ଏହା ସହିତ ଆଉ ଗୋଟେ ବଡ଼ ଶିକ୍ଷା ବି ମିଳୁଛି ମତ ଅଲଗା ହେଲେ ବି ସମ୍ପର୍କରେ, ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କେମିତି ପରସ୍ପରକୁ ସମ୍ମାନ ଦିଆଯାଇପାରେ। ହିମାଳୟଙ୍କ ବ୍ୟବହାର ତ ଏହାର ସବୁଠୁ ବଡ଼ ପ୍ରମାଣ। ଏକଦମ ସଠିକ୍ କଥା। ଏଇଟା ବି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆଉ ପାରିବାରିକ ଶିକ୍ଷା। ଆଜିର ଏହି ଆଲୋଚନା ସତରେ ବହୁତ ଗଭୀର ଆଉ ଆନନ୍ଦ ବି ଦେଲା। ଆଶା କରୁଛୁ ଆମ ଶ୍ରୋତାମାନଙ୍କୁ ବି ନିଶ୍ଚୟ ଭଲ ଲାଗିଥିବ। ଯଦି ହଁ, ତେବେ ଏହାକୁ ଲାଇକ୍ କରିବେ ଆଉ ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରିବାକୁ ଭୁଲିବେନି, ଯେମିତି ସେମାନେ ବି ଏହି ଆଧ୍ୟାତ୍ମିକ ଜ୍ଞାନରୁ କିଛି ପାଇପାରିବେ। ପ୍ରଭୁ ଶ୍ରୀରାମଙ୍କ କୃପା ଆମ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ନିଶ୍ଚୟ। ଆଉ ନିଜର ଭକ୍ତି ଓ ଶ୍ରଦ୍ଧା ଦେଖାଇବା ପାଇଁ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିଶ୍ଚୟ ଲେଖନ୍ତୁ। ଆଉ ମନେ ରଖନ୍ତୁ, କଥାଟା ଏଠି ସରୁନି। ଆଗକୁ ଆମେ ଦେଖିବା ଯେ ହିମାଳୟଙ୍କର ଏହି ଦୃଢ଼ ବିଶ୍ୱାସ ପରେ କ'ଣ ହେଉଛି, ମୟଣାଙ୍କ ମନର ସନ୍ଦେହ କେମିତି ଦୂର ହେଉଛି, କାହାଣୀ କେମିତି ଆଗକୁ ବଢ଼ୁଛି, ସେସବୁ ଜାଣିବା ପାଇଁ ଆମ ସାଙ୍ଗରେ ନିଶ୍ଚୟ ଯୋଡ଼ି ହୋଇ ରହିବେ। ଆଉ ଆଜି ପାଇଁ ଗୋଟେ କଥା ଭାବିବାକୁ ଛାଡ଼ି ଦେଇଯାଉଛି। ଆମ ନିଜର ଜୀବନରେ ଯେତେବେଳେ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼େ, ସେତେବେଳେ ଆମେ ନିଜର ବିଶ୍ୱାସ, ସେ ଆଧ୍ୟାତ୍ମିକ ହଉ ବା ନିଜ ଭିତରର କଥା ହଉ, ଆଉ ବ୍ୟବହାରିକ ବା ସାଂସାରିକ ଚିନ୍ତାଧାରା ଭିତରେ କେମିତି ସନ୍ତୁଳନ ରଖିପାରିବା, କାହାକୁ କେତେ ଗୁରୁତ୍ୱ ଦେବା କଥା, ଏହା ଉପରେ ଟିକେ ଭାବନ୍ତୁ। ପୁଣି ଦେଖାହବ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।